ସାବିତ୍ରୀ ଓ ସତ୍ୟବାନଙ୍କ ମୃତ୍ୟୁ ବିଜୟ। ପୁରାତନ ଭାରତର ହୃଦୟରେ ଯେଉଁଠି ଗାଥା ଶ୍ୱାସ ନିଏ, ଯେଉଁଠି ଦେବତାମାନେ ମାନବଙ୍କ ସହ ସଞ୍ଚାର କରନ୍ତି, ଏକ ଅଦ୍ଭୁତ ଗଳ୍ପ ମୁହାଁ ଦେଉଛି। ଅମର ପ୍ରେମର, ଅଦମ୍ୟ ନିଷ୍ଠାର ଏବଂ ଅନ୍ଧକାର ଉପରେ ଆଲୋକର ବିଜୟର ଏକ ଗାଥା। ଏହା ହେଉଛି ସାବିତ୍ରୀ ଓ ସତ୍ୟବାନଙ୍କ ଗଳ୍ପ, ଯାହା ମହାଭାରତର ପୃଷ୍ଠାରେ ଜନ୍ମ ନେଇଥିଲା, କିନ୍ତୁ ସମୟର ସବୁ କନ୍ୟା ରାସ୍ତାରେ ଏହାର ଧ୍ୱନି ଅବିରତ ଗଞ୍ଜୁଛି। ଏହା ଏକ ଏମିତି ଗଳ୍ପ ଯାହା ପିଢ଼ି ଦର ପିଢ଼ିକୁ ଏହି ଶିକ୍ଷା ଦେଇଛି, ସତ୍ୟ, ପ୍ରେମ ଓ ଅଟୁଟ ବିଶ୍ୱାସ ସାମ୍ନାରେ ମୃତ୍ୟୁ ମଧ୍ୟ ଶିର ନମାଏ। ଦୀର୍ଘ ଦିନ ପୂର୍ବରୁ ମଦ୍ର ରାଜ୍ୟରେ ଏକ ବିଦ୍ୱାନ, ଧର୍ମନିଷ୍ଠ ଓ ଜନପ୍ରିୟ ରାଜା ଥିଲେ, ରାଜା ଅଶ୍ୱପତି। ତାଙ୍କ ପାଖରେ ଧନ, ଶକ୍ତି ଓ ବୁଦ୍ଧିର କ୍ଷୟ ନଥିଲା, କିନ୍ତୁ ଏକ କଳଙ୍କ ତାଙ୍କ ହୃଦୟରେ ଥିଲା, ସନ୍ତାନ ନଥିଲେ। ବର୍ଷ ପରେ ବର୍ଷ ସେ ଓ ତାଙ୍କ ରାଣୀ ନିଷ୍ଠାର ସହ ବ୍ରତ କଲେ, ପୂଜା କଲେ, ତପସ୍ୟା କଲେ, ଏବଂ ଶେଷରେ ଦୟାମୟୀ ଦେବୀ ସାବିତ୍ରୀ ତାଙ୍କର ଆହ୍ୱାନ ଶୁଣିଲେ। ଦେବୀ ସାବିତ୍ରୀଙ୍କ ଦିବ୍ୟ କଣ୍ଠଧ୍ୱନି, ଓ ରାଜ, ତୁମର ଭକ୍ତି ମୋତେ ଆନ୍ଦୋଳିତ କରିଛି। ତୁମ ପାଖରେ ଏକ ଦିବ୍ୟ, ଧୀର, ସୁନ୍ଦର ଓ ଧୈର୍ଯ୍ୟଶୀଳ କନ୍ୟା ଜନ୍ମ ନେବ। ତାହାକୁ ସାବିତ୍ରୀ ବୋଲି ନାମକରଣ କର। ଏପରି ଭାବେ ସାବିତ୍ରୀ ଜନ୍ମ ନେଲେ, ଏକ ଦେବୀଙ୍କ ଆଶୀର୍ବାଦ, ଏକ ଆଲୋକମୟ ଜ୍ୱାଳା। ସେ ବଢ଼ିବା ସହିତ ସହିତ ସେମାନେ ଦେଖିଲେ ଯେ ତାଙ୍କ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକୃଷ୍ଟ କରୁଥିଲା, କିନ୍ତୁ ତାଙ୍କ ଚରିତ୍ରର ଗାମ୍ଭୀର୍ଯ୍ୟ ତାହାଠାରୁ ଅଧିକ ମନୋହର ଥିଲା। ବୀରମାନେ, ପଣ୍ଡିତମାନେ, ରାଜପୁତ୍ରମାନେ ସମସ୍ତେ ତାଙ୍କ ସାମ୍ନାରେ ଅସହାୟ ଲାଗୁଥିଲେ। କେହି ମଧ୍ୟ ସାହସ କରି ତାଙ୍କ ହାତ ଚାହିଁଲେ ନାହିଁ। ଏବଂ ସାବିତ୍ରୀ ରାଜସଭାର ଚାପରେ ବିନା ଶାନ୍ତ ଚିତ୍ତରେ ଅବିବାହିତ ରହିଲେ। ଶେଷରେ ରାଜା ଅଶ୍ୱପତି ଚିନ୍ତିତ ହେଲେ ଏବଂ ସାବିତ୍ରୀଙ୍କୁ କହିଲେ, ମୋ ପୁତ୍ରୀ, ତୁମେ ନିଜ ମନ ଇଚ୍ଛାରେ ବର ପସନ୍ଦ କର। ଏପରି ଭାବେ ଏକ ରଥ ପ୍ରସ୍ତୁତ ହେଲା। ରାଜସଭ୍ୟ ଓ ରକ୍ଷାକାରୀଙ୍କ ସହ ସାବିତ୍ରୀ ଚାଲିପଡ଼ିଲେ, ନିଜ ହୃଦୟ ପାଇଁ ଏକ ଯଥାର୍ଥ ସହଚର ଖୋଜିବାକୁ। ଉଦାନ୍ତ ଅରଣ୍ୟ ଓ ମଇଦାନ ଦେଇ, ନଦୀ ଓ ପାହାଡ଼ ଉପରେ ଦୀଘା ଯାତ୍ରା କରି ସାବିତ୍ରୀ ଚାଲିଗଲେ। ଜାନ୍ୟା ନିୟତି ତାଙ୍କୁ ଏକ ପବିତ୍ର ଆଶ୍ରମକୁ ନେଇଗଲା, ଯେଉଁଠି ପୁରୁଣା ବୃକ୍ଷ ତଳେ ଏକ ଶାନ୍ତ ପରିବେଶ ଥିଲା। ସେଠି ସେ ଦେଖିଲେ ସତ୍ୟବାନଙ୍କୁ। ସେ କାଠ କାଟୁଥିଲେ, ତାଙ୍କ ଗତି ଶିଳ୍ପମୟ, ତାଙ୍କର ଉପସ୍ଥିତି ଶାନ୍ତ ଓ ଗାମ୍ଭୀର୍ଯ୍ୟପୂର୍ଣ୍ଣ। ତାଙ୍କ ଚକ୍ଷୁମାନେ ଅନ୍ତର୍ନିହିତ ଶକ୍ତି, ଗଭୀର ଜ୍ଞାନ ଓ ଦୁର୍ଲଭ ଦୟାର ପ୍ରତିବିମ୍ବ ଦେଉଥିଲା। ସାବିତ୍ରୀ ମୃଦୁ ଶବ୍ଦରେ, ସେ କିଏ? ଋଷି ଶାନ୍ତ ଓ ଗୁରୁତ୍ୱପୂର୍ଣ୍ଣ ଧ୍ୱନିରେ, ସେ ହେଉଛନ୍ତି ସତ୍ୟବାନ, ସାଲ୍ବ ରାଜ୍ୟର ପୂର୍ବତନ ରାଜା ଦ୍ୟୁମତ୍ସେନଙ୍କ ପୁତ୍ର। ଏବେ ଅନ୍ଧ ହୋଇ ବନବାସରେ ଅଛନ୍ତି ତାଙ୍କ ପରିବାର ସହିତ। ସତ୍ୟବାନ ହେଉଛନ୍ତି ସେମାନଙ୍କ ଆଶା, ସେମାନଙ୍କ ଆଲୋକ। ସାବିତ୍ରୀଙ୍କ ହୃଦୟ ଆନ୍ଦୋଳିତ ହେଲା, ମୋହରେ ନୁହେଁ, ବରଂ ନିଶ୍ଚିତାରେ। ସେ ଫେରିଗଲେ ତାଙ୍କ ପିତା ନିକଟକୁ ଏବଂ କେବଳ ଏତିକି କହିଲେ, ମୁଁ ତାଙ୍କୁ ଚିହ୍ନିଛି। ଅଶ୍ୱପତି ଚିନ୍ତାଗ୍ରସ୍ତ, କିନ୍ତୁ ପୁତ୍ରୀ, ମହର୍ଷି ନାରଦ କହିଛନ୍ତି, ସତ୍ୟବାନ ନିଷ୍ଠାବାନ ଓ ଉତ୍ତମ ବ୍ୟକ୍ତି ହେଲେ ବି ତାଙ୍କର ଆୟୁ ମାତ୍ର 1 ବର୍ଷ। ସାବିତ୍ରୀ ଶାନ୍ତ ଓ ଦୃଢ଼ ସ୍ୱରରେ, ତେବେ ମୁଁ ଏହି ବର୍ଷରେ ତାଙ୍କୁ ବିବାହ କରିବି। ଜୀବନ ଓ ମୃତ୍ୟୁ, ସୁଖ ଓ ଦୁଃଖ, ମୁଁ ତାଙ୍କୁ ନିଜର ବନାଇଛି। ତାଙ୍କ ଦୁଃଖ ଥିଲେ ବି ରାଜା ଅଶ୍ୱପତି ଅନୁମତି ଦେଲେ। ପବିତ୍ର ମନ୍ତ୍ର, ଆଶୀର୍ବାଦ ଓ ଋଷିମୁନିଙ୍କ ଉପସ୍ଥିତିରେ ସାବିତ୍ରୀ ଓ ସତ୍ୟବାନଙ୍କ ବିବାହ ହେଲା ଏକ ନିର୍ଜନ ବନ ମଧ୍ୟରେ। ସାବିତ୍ରୀ ତାଙ୍କ ରାଜସିକ ବସ୍ତ୍ର ପରିତ୍ୟାଗ କରି ସରଳ ଗ୍ରାମୀଣ ପୋଷାକ ପିନ୍ଧି ନିଜକୁ ଅରଣ୍ୟ ଜୀବନରେ ଢାଳିଦେଲେ। ସେ ତାଙ୍କ ଶ୍ୱଶୁର ଶାଶୁଙ୍କ ସେବା କଲେ, ଫଳ ସଂଗ୍ରହ କଲେ, ଅଗ୍ନି ଜଳାଇଲେ ଓ ପ୍ରତିଦିନ ସତ୍ୟବାନଙ୍କ ସହ ଜଙ୍ଗଲ ମଧ୍ୟରେ ଚାଲିଥିଲେ। କିନ୍ତୁ ତାଙ୍କ ହୃଦୟ ଭିତରେ ଏକ ମୁଖ୍ୟ ତଥ୍ୟ ଅବିରତ ରହିଲା, ଯାହା ଅନେକ ଶୀଘ୍ର ଆସିବ, ମୃତ୍ୟୁର ଦିନ। ଯେତେବେଳେ 12 ମାସ ପୂର୍ଣ୍ଣ ହେବାକୁ ଆସିଲା, ସାବିତ୍ରୀ ଏକ ଦୃଢ଼ ନିଶ୍ଚୟ କଲେ। ସେ 3 ଦିନ ଉପବାସ କଲେ, ଦେବତାଙ୍କୁ ପୂଜା କଲେ ଓ ରାତିରେ ଜାଗି ଦେହ ଓ ମନକୁ ତ୍ୟାଗ କରି ସାଧନା କଲେ। ସତ୍ୟବାନ ଚିନ୍ତାଗ୍ରସ୍ତ ଶବ୍ଦରେ, ମୋର ପ୍ରିୟା, କାହିଁକି ଏଭଳି ଦୁଃଖ ସହିଛ? ସାବିତ୍ରୀ ମୃଦୁ ଓ ଦୃଢ଼, ତୁମର ପାଇଁ ଓ ମୋର ଶକ୍ତି ପାଇଁ। ସେ ଭୟାନକ ଦିନ ଆସିଗଲା। ସତ୍ୟବାନ କୁରାଢ଼ି ନେଇ ଜଙ୍ଗଲକୁ ଗଲେ। ସାବିତ୍ରୀ ପୂର୍ବ ଭଳି ତାଙ୍କ ସହ ଚାଲିଲେ। ବୃକ୍ଷମାନେ ସୁସ୍ମିତ ହେଲେ, ଆକାଶ କୁହୁଳା ହେଲା ଏବଂ ଏକ ଅଜଣା ଶୀତ ହାଲୁକା ହେବାକୁ ଲାଗିଲା। ଅଚାନକ ସତ୍ୟବାନ ଡଗମଗାଇଲେ। ସତ୍ୟବାନ ଦୁର୍ବଳ ଶବ୍ଦରେ, ମୋ ମୁଣ୍ଡ ଗରମ ହେଉଛି। ସେ ସାବିତ୍ରୀଙ୍କ ହାତରେ ଡାହିଁଗଲେ। ସାବିତ୍ରୀ କାପୁଥିବା ଶବ୍ଦରେ, କିନ୍ତୁ ଦୃଢ଼, ମୋ ପାଖରେ ରୁହ, ଦୟାକରି। ତେବେ ଛାୟା ମଧ୍ୟରୁ ଏକ ଆକୃତି ପ୍ରକାଶିତ ହେଲା। ସେ ଲମ୍ବା ଆକୃତି, ଶ୍ୟାମ ରଙ୍ଗ, ହାତରେ ପାଶ, ଆଖିରେ ନ୍ୟାୟ। ସେ ଥିଲେ ଯମ, ମୃତ୍ୟୁର ଦେବତା। ସେ ସାବିତ୍ରୀକୁ ଦେଖିଲେ, କ୍ଷମାଭାବ ଥିଲା, କିନ୍ତୁ ଦୃଢ଼ତା ମଧ୍ୟ ଥିଲା। ଯମ ଖରା ଓ ଗମ୍ଭୀର। ହେ ମହାନ ରାଜକୁମାରୀ, ସତ୍ୟବାନଙ୍କ ସମୟ ଆସିଛି। ତାଙ୍କ ଆତ୍ମାକୁ ଏବେ ମୋ ସହ ଯାତ୍ରା କରିବାକୁ ପଡ଼ିବ। ସେ ସତ୍ୟବାନଙ୍କ ଦେହରୁ ଉଜ୍ଜ୍ୱଳ ଆତ୍ମାକୁ ଆହୁରିଲେ ଏବଂ ଯିବାକୁ ମୁହଁ ଘୁଞ୍ଚିଲେ। କିନ୍ତୁ ସାବିତ୍ରୀ ତାଙ୍କ ପଛ ପଛ ଚାଲିଲେ। ଯମ ଆଶ୍ଚର୍ଯ୍ୟ ହୋଇ, ତୁମେ ଆସିପାରିବ ନାହିଁ, ପୁତ୍ରୀ, ଏହା ମୃତ୍ୟୁର ପଥ। ସାବିତ୍ରୀ ଶକ୍ତିଶାଳୀ ଓ ଦୃଢ଼, ମୋ ପତି ଯେଉଁଠିକୁ ଯିବେ, ମୁଁ ମଧ୍ୟ ସେଠିକି ଯିବି। ଯମ ଆଶ୍ଚର୍ଯ୍ୟ ଓ ଶ୍ରଦ୍ଧା ସହିତ, ତୁମର ପ୍ରେମ ମହତ୍ୱପୂର୍ଣ୍ଣ, ମୋ ଠାରୁ ଏକ ବର ମାଗ, କିନ୍ତୁ ସତ୍ୟବାନଙ୍କ ଜୀବନ ଛାଡ଼ି। ସାବିତ୍ରୀ, ତେବେ ମୋ ଶ୍ୱଶୁରଙ୍କୁ ଦୃଷ୍ଟି ଦିଅ। ଯମ, ବର ପ୍ରଦାନ ହେଲା, ବର୍ତ୍ତମାନ ତୁମେ ପଛକୁ ଫେର। କିନ୍ତୁ ସେ ଚାଲି ଚାଲି ରହିଲେ, ପାଦେ ପାଦେ, ମାଇଲ ପରେ ମାଇଲ।
ସାବିତ୍ରୀ ଚାଲିଲେ ମୃତ୍ୟୁ ସ୍ୱୟଂ ଯମଙ୍କ ସହ। ଯମ ଏକ ଆଉ ବର ମାଗ। ସାବିତ୍ରୀ ମୋ ପତିଙ୍କ ରାଜ୍ୟକୁ ପୁନଃ ପ୍ରତିଷ୍ଠା କର। ଯମ ବର ପ୍ରଦାନ ହେଲା। ବର୍ତ୍ତମାନ ଫେର। କିନ୍ତୁ ସାବିତ୍ରୀ ଚାଲି ଚାଲି ରହିଲେ। ଯମ ମୃଦୁ ହସ ସହିତ। ତୃତୀୟ ବର ମାଗ। ସାବିତ୍ରୀ ମୋତେ ଶତପୁତ୍ର ପ୍ରାପ୍ତ ହେବାକୁ ବର ଦିଅ। ଯମ ବିସ୍ମିତ ତାପରେ ଅନୁମାନ କରି। ଶତପୁତ୍ର କିନ୍ତୁ କିପରି ଯଦି ତୁମର ପତି ମୃତ? ସାବିତ୍ରୀ ନିର୍ବିକାର ଓ ଶକ୍ତିଶାଳୀ। ସେ ନିଷ୍ପତ୍ତି ତୁମର ମୃତ୍ୟୁର ଦେବତା। ଯମ ବନ୍ଧ ହେଲେ। ନୀରବତା ଦିଗଦିଗାନ୍ତରେ ପସରିଗଲା। ସେ ତାଙ୍କ ଆଖି ଦେଖିଲେ ନିଶ୍ଚଳ ଦୃଢ଼ ଦ୍ୱିତୀୟ ପ୍ରେମ ଓ ଜ୍ଞାନର ଚିତ୍ର। ଯମ ନମ୍ର ଓ ଅଭିବାଦନ ସହିତ। ହେ ପୁଣ୍ୟଶ୍ରୀଳା ନାରୀ ମୁଁ ଏପର୍ଯ୍ୟନ୍ତ ଏମିତି ଭକ୍ତି ବୁଦ୍ଧି ଓ ସାହସ ଦେଖି ନାହିଁ। ତୁମର ଶେଷ ବର ମଧ୍ୟ ପୂରଣ କରିଛି। ସତ୍ୟବାନ ଆବାର ବଞ୍ଚିବେ। ଯମ ସତ୍ୟବାନଙ୍କ ଆତ୍ମାକୁ ମୁକ୍ତ କରିଦେଲେ। ଯେପରି ଭୋରର ଆଗମନ ଅନ୍ଧକାରକୁ ହଟାଏ ସେଭଳି ଜୀବନ ପୁଣିଥରେ ତାଙ୍କ ଶରୀରକୁ ଅନୁଭୂତ କଲା। ସତ୍ୟବାନ ଆଖି ଖୋଲିଲେ ମଧୁର ଶବ୍ଦରେ କହିଲେ। ସତ୍ୟବାନ ମୁହାଁଭରା ମୁଁ ସ୍ୱପ୍ନ ଦେଖିଲି ଛାୟା ତାରା ଓ ତୁମେ। ସାବିତ୍ରୀ ଚୋକ ଭିଜା ହସ। ସେ କେବଳ ସ୍ୱପ୍ନ ନୁହେଁ କିନ୍ତୁ ତୁମେ ଆଉ ଫେରି ଆସିଛ। ସେହି ହେଉଛି ସବୁଠାରୁ ବଡ଼ କଥା। ସେମାନେ ଏକାଠି ଆଶ୍ରମକୁ ପୁଣି ଫେରିଲେ। ପ୍ରେମ ପ୍ରାଣ ଓ ପରିଣତି ସହିତ। ରାଜା ଦ୍ୟୁମତ୍ସେନଙ୍କ ଚକ୍ଷୁ ଆବାର ଦେଖିଲା। ସାଲ୍ବ ରାଜ୍ୟ ଆଉଥରେ ଉଦିତ ହେଲା। ସମ୍ପୂର୍ଣ୍ଣ ଜନତାର ହୃଦୟ ଆନନ୍ଦରେ ଭରିଗଲା। ଋଷିମୁନିମାନେ ଗାନ ଗାଇଲେ ସାବିତ୍ରୀଙ୍କ ପ୍ରଶଂସାରେ। ଏମିତି ଜନନୀ ଯିଏ ମୃତ୍ୟୁକୁ ଯୁଦ୍ଧ ଦେଲେ। ତାଙ୍କର ଅସ୍ତ୍ର ଥିଲା ପ୍ରେମ ବୁଦ୍ଧି ଓ ସତ୍ୟ। ତାଙ୍କ ନାମ ହେଲା ଅମର। ଏବଂ ଆଜି ପର୍ଯ୍ୟନ୍ତ ଭାରତର ନାରୀମାନେ ପାଳନ କରନ୍ତି ସାବିତ୍ରୀ ବ୍ରତ। ତାଙ୍କ ପତିଙ୍କ ଦୀର୍ଘ ଆୟୁଷ ଓ ମଙ୍ଗଳ ପାଇଁ ପୂଜା କରନ୍ତି ଏହି ଦ୍ୱିତୀୟ ନାରୀଙ୍କୁ ସ୍ମରଣ କରି ଯିଏ ପ୍ରମାଣ କରିଥିଲେ ଭାଗ୍ୟ ମଧ୍ୟ ଇଚ୍ଛାଶକ୍ତି ସାମ୍ନାରେ ହାରିଯାଏ। ସାବିତ୍ରୀ ଓ ସତ୍ୟବାନ ଦୀର୍ଘ ଓ ଶୁଭ ଜୀବନ ଅନୁଭବ କଲେ। କିନ୍ତୁ ତାଙ୍କ ଗଳ୍ପ ମାତ୍ର ଏକ ରୋମାଣ୍ଟିକ ଗାଥା ନୁହେଁ। ଏହା ହେଉଛି ଏକ ଶିକ୍ଷା। ଯେଉଁଠି ପ୍ରେମ ହେଉଛି ଦୁର୍ବଳତା ନୁହେଁ। ଭକ୍ତି ହେଉଛି ଅନୁଭୂତି ନୁହେଁ। ଏବଂ ଦେବତାମାନେ ମଧ୍ୟ ଗର୍ବ କରନ୍ତି ତାହା ଉପରେ ଯିଏ ସତ୍ୟ ପାଇଁ ଦୃଢ଼ ଭାବେ ଦଢ଼ାଇ ରହେ। ଯେତେବେଳେ ଜଗତ ଅନ୍ଧାର ହେବ ଆମେ ସମସ୍ତେ ସାବିତ୍ରୀଙ୍କ ପ୍ରେମ ଓ ପ୍ରକାଶକୁ ସ୍ମରଣ କରିବା। ଆହୁରି ଏମିତି ଓଡ଼ିଆ ଷ୍ଟୋରି ପାଇଁ ଓଡ଼ିଆ ରହସ୍ୟ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।